66 ବାଣୀ ବର ବରଣରେ ଅସଂଶ୍ରବ। ଯଦି ଉପଯୁକ୍ତ ସ୍ୱାମୀ ଲାଭ କରିବାକୁ ଚାହଁ, ପୁରୁଷଙ୍କ ଠାରୁ ଦୂରରେ ରୁହ। କାହାକୁ ହେଲେ ବି ସ୍ୱାମୀ ଭାବରେ କଳ୍ପନା କର ନାହିଁ, କାରଣ ଏହାଦ୍ୱାରା ମନ ଆମଲୋଲୁପ ହୋଇ ତୁମର ଦୃଷ୍ଟିକୁ ଅସ୍ୱଚ୍ଛ କରି ତୋଳିବ। କିନ୍ତୁ ଯାହାଙ୍କୁ ସ୍ୱାମୀ କରିବାକୁ ଚାହଁ, ତାଙ୍କର ଇଷ୍ଟ, ଆଚାର, ବଂଶ, ଯଶ, ସ୍ୱାସ୍ଥ୍ୟ, ଶ୍ରଦ୍ଧା, ଜ୍ଞାନ ଇତ୍ୟାଦି ତୁମର କାମ୍ୟ ଓ ବହନୀୟ ନୁହେଁ କି? ଅବଲୋକନ କର ଏବଂ ମଙ୍ଗଳକାଂକ୍ଷୀ ଗୁରୁଜନଙ୍କ ସହିତ ଆଲୋଚନା କର। ପ୍ରାପ୍ତିରେ ଭ୍ରାନ୍ତି କମ୍ ହିଁ ଘଟିବ।